ଯାଦବ ଉନ୍ନୟନ ସମିତି ପକ୍ଷରୁ ପ୍ରସାଦ ବିତରଣ। ପବିତ୍ର ରଥଯାତ୍ରାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ରାଉରକେଲାର ଆମ୍ବାଗାନା ନିକଟସ୍ଥ ଶ୍ରୀ ରାଧାକୃଷ୍ଣ ମନ୍ଦିରଠାରେ ରାଉରକେଲା ଯାଦବ ଉନ୍ନୟନ ସମିତି ପକ୍ଷରୁ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଚାଲୁ ରହିଛି। ଶ୍ରୀ ଗୁଣ୍ଡିଚା ମନ୍ଦିର ଦର୍ଶନ କରିବାକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ପ୍ରତ୍ୟହ ମଧ୍ୟାହ୍ନରେ ପ୍ରସାଦ ଓ ରାତ୍ରିରେ କ୍ଷୀରି ବିତରଣ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଦ୍ୟାବଧି ଚାଲୁ ରହିଛି ବୋଲି ମନ୍ଦିରର ସଭାପତି ହରିହର ବେହେରା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗ ଦେଇ ପ୍ରସାଦ ବିତରଣ କରିଥିଲେ। କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣ୍ଡବ, ରାଧେନ୍ଦ୍ର ତିୱାରୀ, ଗୁରୁଚରଣ ଦାସ, ଅବକାଶ ବେହେରା, ସର୍ବେଶ୍ୱର ଦାସ, ବିଷ୍ଣୁଚରଣ ବେହେରା, ପ୍ରକାଶ ସାହୁ, ବିବି ତ୍ରିପାଠୀ, ଅମିତ ଚୌଧୁରୀ, ଦେବସ୍ମିତା ବେହେରା, ଜ୍ଞାନରଞ୍ଜନ ଦାସ, କୈଳାସ ମାହାଳି, ଶ୍ରଦ୍ଧା ଷଡ଼ଙ୍ଗୀ, କୈବଲ୍ୟ ସାହାଣୀ, ମନୋଜ ପଟ୍ଟନାୟକ, ଦିବାକର ଜେନା, ନାଭି ନାୟକ, ବିନୋଦ କୁମାର ପଣ୍ଡା, ଶାନ୍ତିଲତା ବେହେରା, କନକଲତା ଜେନା, ଯୁବଜାନୀ ବେଜ, ସଚିକାନ୍ତ ମଲ୍ଲିକ, ବାବି ମହାନ୍ତି, ଗୀତାଞ୍ଜଳି ଭଞ୍ଜ, ପ୍ରଫୁଲ୍ଲ ଦାସ, ସଞ୍ଜୀବ ବସ୍ତିଆ, ଦିନେଶ ଦାସ, ବିକାଶ ରାଉତରାୟ, କେସି ନାୟକ, ବୈକୁଣ୍ଠ ନନା, ଅଶୋକ ପଣ୍ଡା, ରତିକାନ୍ତ ମଲ୍ଲିକ, ଶୁଭକାନ୍ତ ବୋଇତି, ପ୍ରଦୀପ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଦେଖନ୍ତୁ ତାରି ଭିଜୁଆଲ। ନିଶ୍ଚିତ ଭାବରେ ଆମ ସମସ୍ତଙ୍କୁ ପ୍ରିୟ ସହର, ଗର୍ବ ଗୌରବର ସହର ରାଉରକେଲାଠାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପବିତ୍ର ଘୋଷ ଯାତ୍ରା ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହିତ ଯେଉଁ ଭକ୍ତ ଆଉ ଭଗବାନଙ୍କ ଭିତରେ ମିଳନର ଯେଉଁ କାର୍ଯ୍ୟକ୍ରମ ଅଛି ରଥଯାତ୍ରା, ସେହି ଅବସରରେ ଆମର ଯେଉଁ ଆମ୍ବାଗାନସ୍ଥିତ ରାଧାକୃଷ୍ଣ ମନ୍ଦିରଠାରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଦୀର୍ଘ 9 ଦିନ ଧରି ପ୍ରସାଦ ସେବନ ହୋଇ ଆସୁଛି। ସେହି ଅବସରରେ ମୋର ଆଜି ସୁଯୋଗ ସୌଭାଗ୍ୟ ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିଛି। ଆଜି ଏଠି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସହିତ ମୁଁ ପ୍ରସାଦ ସେବନ କରିବାର ସୁଯୋଗ ପାଇଲି ଏବଂ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁଛି। ଆଉ ଆଗାମୀ ଯେଉଁ 7 ଦିନ 9 ଦିନ ଯେଉଁ ଅଛି କାର୍ଯ୍ୟକ୍ରମ ଇଏ ଲାଗି ରହିବ। ତେଣୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ମୋର ବିଶେଷ ଅନୁରୋଧ, ଆସନ୍ତୁ ଭଗବାନଙ୍କ ପାଖରେ ତାଙ୍କର ଆଶୀର୍ବାଦ ଗ୍ରହଣ କରିବା ସହିତ ପ୍ରସାଦ ସେବନ ଗ୍ରହଣ କରି ଯାଆନ୍ତୁ। ମୁଁ ହରିହର ବେହେରା, ଆମ ରାଧାକୃଷ୍ଣ ମନ୍ଦିର ପ୍ରେସିଡେଣ୍ଟ ଅଛି ଏବଂ ଆମର ଏଠି 2014 ଠାରୁ ପ୍ରତ୍ୟେକ ବର୍ଷ 9 ଦିନ ଯାକ ଆମେ ପ୍ରସାଦ ବିତରଣ କରୁ। ଫ୍ରି ଅଫ୍ କଷ୍ଟ କମ୍ ସେ କମ୍ 2000 ଉର୍ଦ୍ଧ୍ୱ ଲୋକ ପ୍ରସାଦ ନିଅନ୍ତି। ଏ ବର୍ଷ ଗତ ବର୍ଷ ଯଦି ବର୍ଷ ଏ ବର୍ଷକୁ ଆମେ ଚାଲିଛି। ଯାହା ହଉ ଆମ ଗ୍ରହଣରେ ଆଜି ଆମର ରଘୁନାଥପାଲି ବିଧାୟକ ଶ୍ରୀଯୁକ୍ତ ଦୁର୍ଗାଚରଣ ତନ୍ତୀ ଥିବାରୁ ଆମେ ବହୁତ ଗର୍ବିତ ଏବଂ ସେ ଆମକୁ ଯେଉଁ ଉତ୍ସାହିତ କରୁଛନ୍ତି ଏବଂ ସେଇଟା ହେଉଛି ଆମ ପାଇଁ, ଆମର ରଘୁନାଥପାଲି ପାଇଁ ଗୋଟେ ଗର୍ବର ବିଷୟ। ଧନ୍ୟବାଦ। ମୁଁ ତାକୁ ଅଶେଷ ଧନ୍ୟବାଦ ଦେଉଛି। ସେ ଆସି ଆମର ମୁଖ୍ୟ ଅତିଥିର ଗ୍ରହଣ କରିଛନ୍ତି ଏବଂ ନିଜ ହାତରେ ମଧ୍ୟ ସେ ପ୍ରସାଦ ବିତରଣ କରିଥିଲେ ଏବଂ ତାକୁ ସେଇଭଳିଆ ପ୍ରତ୍ୟେକ ବର୍ଷ ଏଇଭଳିଆ ତାଙ୍କର ଆଶୀର୍ବାଦ ଆଉ ଆସୁଥାନ୍ତୁ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।